ତ ମୋତେ କ୍ଷମା କରିବ ମୁଁ ଜିତେଇ ପାରିଲିନି ମ୍ୟାଚ୍ କହିଲେ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ। ଯେତେବେଳେ ଭାରତ ଟିମ୍ ହାରିଗଲା ବଡ଼ ବ୍ୟବଧାନରେ ଏଣିକି ସାଉଥ୍ ଆଫ୍ରିକା ବିପକ୍ଷ ସୁପରହିଟ୍ ମ୍ୟାଚ୍ରେ ଏଣିକି 76 ରନ୍ର ବ୍ୟବଧାନରେ ଭାରତ ହାରିଛି ସାଉଥ୍ ଆଫ୍ରିକା ବିପକ୍ଷ ସୁପରହିଟ୍ ମ୍ୟାଚ୍ରେ। କ୍ୟାପ୍ଟେନ୍ ସୂର୍ଯ୍ୟ ମ୍ୟାଚ୍ ପରେ ଆସିକି କ୍ଷମା ପ୍ରାର୍ଥନା କରିଲେ ଫ୍ୟାନ୍ସମାନଙ୍କୁ। କହିଲେ ମୋ ପାଇଁ ଭାରତ ହାରିଯାଇଛି। 1 ଲକ୍ଷ ଦର୍ଶକ ଆସିଥିଲେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦରେ, କିନ୍ତୁ ସମସ୍ତଙ୍କ ମନ ଭାଙ୍ଗିଦେଲା ଭାରତ ଟିମ୍। କ୍ୟାପ୍ଟେନ୍ ସୂର୍ଯ୍ୟ କହିଲେ ଅକ୍ଷର ପଟେଲକୁ ନ ଖେଳିକି ବହୁତ ବଡ଼ ଭୁଲ ହେଇଗଲା। କୋଚ୍ ଗମ୍ଭୀର କଥା ଶୁଣିକି ଏଣିକି ଏମିତି ଜିନିଷ ଘଟିଛି। ୱାଶିଂଟନ ସୁନ୍ଦର ସହିତ ଯାଅ ଏମିତି କହିଲେ କୋଚ୍ ଗମ୍ଭୀର। ସେଥିପାଇଁ ଅକ୍ଷର ପଟେଲକୁ ବିଶ୍ରାମ ଦିଆହେଲା ଓ ୱାଶିଂଟନ ସୁନ୍ଦରକୁ ଖେଳା ହେଲା। ଏଣିକି ସେଇଠୁ ହିଁ ଗେମ୍ର ପରିଣାମଟି ଜଣାପଡ଼ିଗଲା, କାରଣ ଅକ୍ଷର ପଟେଲଙ୍କ ହୋମ୍ ଗ୍ରାଉଣ୍ଡରେ ଅହମ୍ମଦାବାଦରେ ଅକ୍ଷର ପଟେଲ ଖେଳିବାକୁ ମୌକା ପାଇଲେନି। ସାଉଥ୍ ଆଫ୍ରିକା ବିପକ୍ଷ ୱାର୍ଲଡ କପ୍ ଫାଇନାଲରେ ଅକ୍ଷର ପଟେଲ ଏଣିକି 47 ରନ୍ର ଇନିଂସ ଖେଳିଥିଲେ T20 ବିଶ୍ୱକପ୍ 2024ରେ ଆଉ ଗୋଟେ ୱିକେଟ୍ ମଧ୍ୟ ନେଇଥିଲେ। ସେଇଟା ଗେମ୍ ଚେଞ୍ଜିଂ ମ୍ୟାଚ୍ ଥିଲା, କିନ୍ତୁ ଆଜି ଅକ୍ଷର ପଟେଲ ଡ୍ରପ୍ ହୋଇଗଲେ ସାଉଥ୍ ଆଫ୍ରିକା ବିପକ୍ଷ ସୁପରହିଟ୍ ମ୍ୟାଚ୍ରେ। ସାଉଥ୍ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଦେଲା, କାରଣ ଆଡାନ୍ ମାର୍କରମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଲେ। ମ୍ୟାଚ୍ଟି ପୁରା ଭାରତ ହାତରେ ଥିଲା। ପ୍ରଥମ 4 ଓଭରରେ ଏଣିକି ସାଉଥ୍ ଆଫ୍ରିକା 20 ରନ୍ରେ 3ଟା ୱିକେଟ୍ ହରାଇ ବସିଲା। ଜସିତ୍ ବୁମରା 2ଟା ୱିକେଟ୍ ନେଇଗଲେ, ଅର୍ଷଦୀପ ସିଂ ଗୋଟିଏ ୱିକେଟ୍। ତାପରେ ତ ଡେଭିଡ୍ ମିଲର ଆସିଥିଲେ ଡେୱଲ୍ ବ୍ରେଭିସ୍ ସହିତ ମିଶିକି ଏକତରଫା କରିଦେଲେ ମୁକାବିଲା। କିଏ ଭାବିଥିଲେ ଆଗାମୀ 8 ଓଭରରେ ସାଉଥ୍ ଆଫ୍ରିକା ସ୍କୋର 117 ରନ୍ରେ ପହଞ୍ଚିଯିବ, ସେଇଟା ବି ଡେଭିଡ୍ ମିଲର ଆଉ ଡେୱଲ୍ ବ୍ରେଭିସ୍ ଯୋଗୁଁ। ତାପରେ ତ ଡେୱଲ୍ ବ୍ରେଭିସ୍ ଆଉଟ୍ ହୋଇଗଲେ। କିଛି ସମୟ ଏଣିକି ଡେଭିଡ୍ ମିଲର ଆଗକୁ ନେଲେ ଇନିଂସକୁ। ତାପରେ ତ ଟ୍ରିଷ୍ଟନ୍ ଷ୍ଟବ୍ସ ଆସିକି 24 ବଲ୍ରେ 44 ରନ୍ କରିଦେଲେ ଆଉ ସାଉଥ୍ ଆଫ୍ରିକା ସ୍କୋର ନିର୍ଦ୍ଧାରିତ 20 ଓଭରରେ 187 ରନ୍ରେ ପହଞ୍ଚିଗଲା 7 ୱିକେଟ୍ ହରାଇ। କେବଳ ଅର୍ଷଦୀପ ସିଂ ଆଉ ବୁମରା ଦୁହେଁ ମିଶିକି ମାତ୍ର 43 ରନ୍ ଦେଲେ ନିଜ 8 ଓଭରରେ ଆଉ 5ଟା ୱିକେଟ୍ ମଧ୍ୟ ନେଲେ। କିନ୍ତୁ ବାକି ବୋଲର୍ସମାନେ ମିଶିକି ଯେମିତିକି ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଏମାନେ ମିଶିକି 141 ରନ୍ ଦେଇଦେଲେ ସମୁଦାୟ 12 ଓଭରରେ। କେବଳ ହାର୍ଦ୍ଦିକ ପାଣ୍ଡ୍ୟା ଆଉ ବରୁଣ ଚକ୍ରବର୍ତ୍ତୀ ଏଇ 2 ଜଣ ତ 92 ରନ୍ ଖାଇଗଲେ ଆଉ ଡେଭିଡ୍ ମିଲର ଆଜି ଆସିଥିଲେ ନିଜର ହିସାବ ବରାବର କରିବା ପାଇଁ। ତ T20 ବିଶ୍ୱକପ୍ ଫାଇନାଲ 2024 ସାଉଥ୍ ଆଫ୍ରିକାକୁ 30 ବଲ୍ରେ 30 ରନ୍ ଦରକାର ଥିଲା, ସେଇଠୁ ଜିତାଇ ପାରିନଥିଲେ ଡେଭିଡ୍ ମିଲର। ତ ପୁରା ରାଗ ନେଇକି ଆସିଥିଲେ ନିଜ ମନରେ, କିନ୍ତୁ ଆଜି ସୁପରହିଟ୍ ମ୍ୟାଚ୍ରେ ଡେଭିଡ୍ ମିଲର ମାତ୍ର 35 ବଲ୍ରେ 63 ରନ୍ କରିଦେଲେ ଆଉ ନିଜ ଇନିଂସରେ 3ଟା ଛକା 7ଟା ଚୌକା ମାରିଥିଲେ ଡେଭିଡ୍ ମିଲର। ସାଉଥ୍ ଆଫ୍ରିକା ଯେତେବେଳେ 20 ରନ୍ରେ ଥିଲା 3ଟା ୱିକେଟ୍ ହରାଇକି, ସେତେବେଳେ ଡେଭିଡ୍ ମିଲର ଆସିଥିଲେ ଆଉ ସାଉଥ୍ ଆଫ୍ରିକା ଇନିଂସକୁ 152 ରନ୍ରେ ନେଇକି ପହଞ୍ଚାଇଥିଲେ ଡେଭିଡ୍ ମିଲର ଯେତେବେଳେ ଆଉଟ୍ ହେଲେ। ଏଣିକି ସାଉଥ୍ ଆଫ୍ରିକା ପାଇଁ ନିଜ କାମ କରିକି ଗଲେ ଡେଭିଡ୍ ମିଲର। ପ୍ରଥମେ ଡେୱଲ୍ ବ୍ରେଭିସ୍ ସହିତ ମିଶିକି ପାର୍ଟନରସିପ୍ କରିଲେ, ଯେ 29 ବଲ୍ରେ 45 କଲେ ଆଉ ପରେ ଟ୍ରିଷ୍ଟନ୍ ଷ୍ଟବ୍ସ ସହିତ ମିଶିକି କିଛି ଡେର୍ ପାର୍ଟନରସିପ୍ କଲେ ଡେଭିଡ୍ ମିଲର। ଡେଭିଡ୍ ମିଲରଙ୍କ ଏକ୍ସପିରିଏନ୍ସ ଆଉ ଜିଦ୍ ଆଗରେ ଆଜି ସାଉଥ୍ ଆଫ୍ରିକା ଇନିଂସକୁ ମୋମେଣ୍ଟମ୍ ମିଳିଗଲା। ବୁମରା ଓ ଅର୍ଷଦୀପ ସିଂଙ୍କ ବୋଲିଂରେ ପାଣି ମିଶିଲା। ଅନ୍ୟ କେଉଁ ବି ବୋଲର ସାଥ ଦେଲେନି ବୁମରା ଓ ଅର୍ଷଦୀପକୁ। ହେଲେ ବି ବିଶ୍ୱାସ ଥିଲା 188 ରନ୍ର ଟାର୍ଗେଟ୍ ଆମର ଚେସ୍ କରିଦେବେ ଭାରତ ବ୍ୟାଟର୍ସମାନେ। ଆମର ନମ୍ବର 8 ପର୍ଯ୍ୟନ୍ତ ଭାରତ ବ୍ୟାଟିଂ ଥିଲା। ପୁରା ଟପ୍ ଅର୍ଡର କିନ୍ତୁ ଆରମ୍ଭରୁ ଧ୍ୱସ୍ତ ହୋଇଗଲା। ଚୋକ୍ କରିଗଲେ ଆମର ଟପ୍ ଅର୍ଡର। ଆଜି T20ରେ ମନେ ପଡ଼ିଗଲେ ଚେସ୍ ମାଷ୍ଟର ବିରାଟ କୋହଲି। ଭାରତ ହାରିଲା 76 ରନ୍ରେ। ଏତିକି ସ୍କୋର ବିରାଟ କୋହଲି ବି କରିଥିଲେ T20 ବିଶ୍ୱକପ୍ ଫାଇନାଲ 2024ରେ। ଆଜି ବିରାଟଙ୍କର ସେଇ 76 ରନ୍ କମ୍ ପଡ଼ିଲା ଭାରତ ପାଇଁ। ଗତ 3ଟା ମ୍ୟାଚ୍ରେ ଅଭିଷେକ ଶର୍ମା ବିନା ଖାତା ଖୋଲି ଆଉଟ୍ ହୋଇଥିଲେ। ଆଜି କିନ୍ତୁ ଟାର୍ଗେଟ୍ ଚେସ୍ ବେଳେ ଇଶାନ କିଶନ ବିନା ଖାତା ଖୋଲି ଆଉଟ୍ ହେଲେ। ସେଇଟା ବି କ୍ୟାପ୍ଟେନ୍ ଆଡାନ୍ ମାର୍କରମ୍ ନେଇଗଲେ ଇଶାନ କିଶନକୁ। ତାପରେ ତିଲକ ବର୍ମା ଆସିଲେ। ଆଜି ଲାଗିଲା କିନ୍ତୁ ତିଲକ ହିଁ ବଞ୍ଚାଇ ଦେବେ ଭାରତକୁ, କିନ୍ତୁ ତିଲକ ବର୍ମା ଗୋଟେ ଖରାପ ସଟ୍ ଖେଳିକି କ୍ୟାଚ୍ ଆଉଟ୍ ହୋଇଗଲେ କିପର ହାତରେ। ତିଲକ ମାତ୍ର 1 ରନ୍ କରି ଆଉଟ୍ ହେଲେ। 5 ରନ୍ରେ 2ଟା ୱିକେଟ୍ ପଡ଼ିଲା ଭାରତର। ଆଉ ତ ତିଲକ ଭାବିଥିଲେ ବ୍ରେଭିସ୍ ଭଳି 29 ବଲ୍ରେ 45 ଭଳିଆ ଇନିଂସ ଖେଳିବେ, କିନ୍ତୁ ବିଫଳ ହୋଇଗଲେ। ଅଭିଷେକ ଶର୍ମା ପ୍ରଥମ ବଲ୍ରେ ଚୌକା ଲଗାଇ ଦେଇଥିଲେ ଆଉ ଲାଗିଲା ଯେମିତି ଅଭିଷେକ ଆଜି ଜିତାଇ ଦେବେ ମ୍ୟାଚ୍। ଅଭିଷେକ ସେଟ୍ ବି ହେଇ ଆସୁଥିଲେ, କିନ୍ତୁ ଗୋଟେ ଛକା ମାରିବାକୁ ଯାଇ କ୍ୟାଚ୍ ଆଉଟ୍ ହୋଇଗଲେ ଅଭିଷେକ ଶର୍ମା କର୍ବିନ୍ ବୋସ୍ ଛାତରେ। ଗୋଟେ ଦମଦାର କ୍ୟାଚ୍ ଧରିଲେ କର୍ବିନ୍ ବୋସ୍ ଆଉ ବିଦା କରିଲେ ଅଭିଷେକକୁ। ଅଭିଷେକ ଗୋଟେ ଛକା ଆଉ 2ଟା ଚୌକା ମାରିକି ଆଉଟ୍ ହେଲେ। ସମୁଦାୟ 12 ବଲ୍ରେ 15 ରନ୍ କରିକି ଆଉଟ୍ ହେଲେ ଅଭିଷେକ। ସାଉଥ୍ ଆଫ୍ରିକା ପୁରା ପ୍ଲାନ୍ ସହିତ ଆସିଥିଲା। କ୍ୟାପ୍ଟେନ୍ ସୂର୍ଯ୍ୟ ଏଣିକି କହିଦେଇଥିଲେ ମ୍ୟାଚ୍ ପୂର୍ବରୁ ଏଣିକି ତିଲକ ଆଉ ଅଭିଷେକ ନିହାତି ଖେଳିବେ ମ୍ୟାଚ୍ରେ। ତ ୟାଙ୍କ ବିରୁଦ୍ଧରେ ସାଉଥ୍ ଆଫ୍ରିକା ବୋଲର୍ସମାନେ ପ୍ଲାନିଂ ନେଇକି ଆସିଥିଲେ। ସାଉଥ୍ ଆଫ୍ରିକା ଜାଣିଯାଇଥିଲା ଭାରତର ପ୍ଲେଇଂ 11 ଠିକ୍ ମ୍ୟାଚ୍ ପୂର୍ବରୁ। ସେହି ହିସାବରେ ବୋଲିଂ କରୁଥିଲା ଆଉ ୱିକେଟ୍ ନେଉଥିଲେ ସାଉଥ୍ ଆଫ୍ରିକା ବୋଲର୍ସ। ଭାରତ 26 ରନ୍ରେ 3ଟା ୱିକେଟ୍ ହରାଇଲା। ଏଇଠି ବଡ଼ ଭୁଲ ହୋଇଗଲା। ଶିବମ୍ ଦୁବେକୁ ନ ପଠାଇକି ୱାଶିଂଟନ ସୁନ୍ଦରକୁ ପଠାଇଲେ କୋଚ୍ ଗମ୍ଭୀର। ୱାଶିଂଟନ ସୁନ୍ଦର ଆସିକି ବଲ୍ ଖାଇଗଲେ। 11 ବଲ୍ରେ 11 ରନ୍ କରି ଆଉଟ୍ ହେଲେ। ନା ବୋଲିଂରେ କିଛି କଲେ ନାହିଁ ବ୍ୟାଟିଂରେ। ବୋଲିଂରେ 2 ଓଭର କରିଲେ, ୱିକେଟ୍ ବି ନେଇପାରିଲେନି। ୟାଠୁ ଭଲ ତ ଅକ୍ଷର ପଟେଲକୁ ଖେଳା ହେଇଥାନ୍ତା ନିଜର ହୋମ୍ ଗ୍ରାଉଣ୍ଡରେ, ସେ ୱିକେଟ୍ ମଧ୍ୟ ନେଇଥାନ୍ତେ। ଆଜି ଭଳି ପରିସ୍ଥିତି ଥିଲା 2024 T20 ବିଶ୍ୱକପ୍ ଫାଇନାଲରେ। ଭାରତ ସେତେବେଳେ 34 ରନ୍ରେ 3ଟା ୱିକେଟ୍ ହରାଇଥିଲା। ଅକ୍ଷର ପଟେଲ ଆସିଲେ ଆଉ 31 ବଲ୍ରେ 47 ରନ୍ କଲେ ଆଉ ବିରାଟଙ୍କର ସାଥ ଦେଲେ ଆଉ ବିରାଟଙ୍କର ବିଶ୍ୱାସ ମଧ୍ୟ ଜିତିଲେ ଆଉ 4ଟା ଛକା ଗୋଟେ ଚୌକା ମାରିଥିଲେ। ଆଉ ଭାରତ ସ୍କୋର 106 ରନ୍ରେ ଥିଲା 14 ଓଭରରେ ଆଉ ବିରାଟକୁ ବଞ୍ଚାଇବା ପାଇଁ ନିଜର ୱିକେଟ୍ ମଧ୍ୟ ଦେଲେ ରନ୍ଆଉଟ୍ ହେଇକି। ଆଜି କିନ୍ତୁ କ୍ୟାପ୍ଟେନ୍ ସୂର୍ଯ୍ୟଙ୍କ ପାଇଁ କେହି ବି ଅକ୍ଷର ପଟେଲ ନଥିଲେ। କ୍ୟାପ୍ଟେନ୍ ସୂର୍ଯ୍ୟ ଆଜି ଝୁରି ହେଉଥିଲେ ଆଉ ଜଣଙ୍କ ସାଥ ପାଇଁ, କିନ୍ତୁ ପ୍ରତ୍ୟେକ ବିରାଟ ପାଇଁ ଆଜି ଅକ୍ଷର ନଥିଲେ। ତାପରେ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଚାପ ପଡ଼ିଲା। ସେ ମଧ୍ୟ ରିସ୍କ ନେବାକୁ ବାଧ୍ୟ ହେଲେ।
ଆଉ ବାଧ୍ୟ ହେଇକି ଗୋଟେ ସଟ୍ ଖେଳିବାକୁ ଗଲେ ଆଉ କ୍ୟାଚ୍ ଆଉଟ୍ ହେଇଗଲେ। ବଲ୍ଟି ମିସ୍ହିଟ୍ ହେଇଗଲା। ସୂର୍ଯ୍ୟକୁମାର ୟାଦବ 18 ରନ୍ କରି ଆଉଟ୍ ହେଲେ 22 ବଲ୍ରେ। 10 ଓଭରରେ 5 ୱିକେଟ୍ ପଡ଼ିଲା ଭାରତର ମାତ୍ର 51 ରନ୍ରେ। ଆହୁରି 137 ରନ୍ ଦରକାର ଥିଲା 65 ବଲ୍ରେ। ଆରମ୍ଭରୁ ମୋମେଣ୍ଟମ୍ ମିଳିଲାନି। ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଆସିଥିଲେ କ୍ରିଜ୍ରେ, କିନ୍ତୁ ଦୁଇ ଜଣ କିଛି ବୁଝିପାରିଲେନି। ସେ ଦୁଇ ଜଣ ଏବେ ୱିକେଟ୍ ବଞ୍ଚାଇବେ ନା ମାରି ଖେଳିବେ, ସେ କ'ଣ କରିବେ କିଛି ଜାଣିପାରିଲେନି। ଦୁଇ ଜଣ ସେଟ୍ ହଉ ହଉ 3 ଓଭର ପଳେଇଲା। ଆହୁରି 42 ବଲ୍ରେ 107 ରନ୍ ଦରକାର ଥିଲା। ତା ଉପରୁ ପୁଣି ଡ୍ରିଙ୍କ୍ସ ବ୍ରେକ୍ ବେଳେ କୋଚ୍ ଗମ୍ଭୀର ପଡ଼ିଆ ମଝିକୁ ଆସିଲେ। ଆଉ କୋଚ୍ ଗମ୍ଭୀର ଆସିକି ହାର୍ଦ୍ଦିକ ଆଉ ଶିବମ ଦୁବେକୁ କହିଲେ, ଏବେ ସିଧା ମାରି ଖେଳ, ଆଉ କିଛି ଉପାୟ ନାହିଁ। କିନ୍ତୁ ସାଉଥ୍ ଆଫ୍ରିକା ବୋଲର୍ସମାନେ ମାରିବାକୁ ଦେଲେ ତ। ଡ୍ରିଙ୍କ୍ସ ବ୍ରେକ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟା ବି କ୍ୟାଚ୍ ଆଉଟ୍ ହେଇଗଲେ 18 ରନ୍ କରିକି। ତାପରେ ତ ରିଙ୍କୁ ସିଂ ଆସିଲେ। ରିଙ୍କୁ ସିଂ ଭାବିଲେ ପ୍ରଥମ ବଲ୍ରୁ ଛକା ମାରିବେ, ଆଉ ସିଧା ବିନା ଖାତା ଖୋଲି ଆଉଟ୍ ହେଲେ। ମାତ୍ର 86 ରନ୍ରେ 7 ୱିକେଟ୍ ପଡ଼ିଲା ଭାରତର। କ୍ୟାପ୍ଟେନ୍ ସୂର୍ୟା ଜାଣିଗଲେ ହାତରୁ ମ୍ୟାଚ୍ ଗଲା। ଗମ୍ଭୀର ପୁରା ବର୍ବାଦ କରିଦେଲେ ୱାଶିଂଟନ୍ ସୁନ୍ଦରକୁ ଖେଳିକି ଆଜିର ସୁପରହିଟ୍ ମ୍ୟାଚ୍ରେ। ଏଣିକି ପୁରା ଟିମ୍ ଧ୍ୱସ୍ତ ହୋଇଗଲା ଗମ୍ଭୀର ପାଇଁ। ଶିବମ ଦୁବେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଥିଲେ ଯିଏ ଶେଷ ପର୍ଯ୍ୟନ୍ତ ଲଢ଼ିଲେ, କିନ୍ତୁ 31 ବଲ୍ରେ ଆଉ 100 ରନ୍ ଦରକାର ଥିଲା। ଏଇଟା ଅସମ୍ଭବ ଭଳି ଲାଗୁଥିଲା। ସାଉଥ୍ ଆଫ୍ରିକା କ୍ୟାପ୍ଟେନ୍ ଆଡନ୍ ମାର୍କ୍ରମ୍ ଜାଣିଗଲେ ଯେ ଭାରତ ହାରିବ, କାରଣ T20 ବିଶ୍ୱକପର ଇତିହାସ କହୁଛି ଭାରତ ସମୁଦାୟ ଆଜି ପର୍ଯ୍ୟନ୍ତ ମାତ୍ର 3 ଥର ହିଁ 150 ଉପରେ ଚେସ୍ କରିଛି T20 ବିଶ୍ୱକପର ଇତିହାସରେ। ଆଉ ସେଇ 3 ଥର ଯାକ ବିରାଟ କୋହଲି ଜିତାଇଛନ୍ତି ଭାରତକୁ, ସେ ସାଉଥ୍ ଆଫ୍ରିକା ବିପକ୍ଷରେ ହେଉ କି ଅଷ୍ଟ୍ରେଲିଆ ବିପକ୍ଷରେ। ତ ବିରାଟ କେବଳ ଜଣେ ହିଁ ଥିଲେ, ତାଙ୍କ ଭଳି ଆଉ କେହି ଆସିପାରିବନି, ଏଇଟା ଜଣାପଡ଼ିଗଲା। ଶିବମ ଦୁବେ ବହୁତ ଚେଷ୍ଟା କଲେ କେମିତି ଭାରତ ବହୁତ ହି କମ୍ ବ୍ୟବଧାନରେ ହାରିବ, କିନ୍ତୁ ବହୁତ ଚେଷ୍ଟା ସତ୍ତ୍ୱେ ଦୁବେ ମାତ୍ର 42 ରନ୍ କରି ଆଉଟ୍ ହେଲେ 37 ବଲ୍ ଖେଳିକି। ଶେଷରେ ଭାରତ 111 ରନ୍ରେ ଅଲ୍ ଆଉଟ୍ ହେଇଗଲା। ମାନେ ଭାବିପାରୁଥିବେ 76 ରନ୍ର ବ୍ୟବଧାନରେ ଭାରତ ହାରିଗଲା। ଆଜି କୋଚ୍ ଗମ୍ଭୀର ଜାଣିଯାଇଥିବେ ଯେ ଯେତେ ପର୍ଯ୍ୟନ୍ତ ଅକ୍ଷର ପଟେଲ ଭଳି 47 ରନ୍ର ଇନିଂସ୍ ନ ଆସେ, ଯେତେ ପର୍ଯ୍ୟନ୍ତ ବିରାଟ ଭଳି 76 ରନ୍ର ଇନିଂସ୍ ନ ଆସେ, ଆଉ ଯେତେ ପର୍ଯ୍ୟନ୍ତ ରୋହିତ ଶର୍ମା ଭଳି କ୍ୟାପ୍ଟେନ୍ ନଥିବ T20ରେ, ସେତେ ପର୍ଯ୍ୟନ୍ତ ବଡ଼ ବଡ଼ ନକ୍ଆଉଟ୍ ମ୍ୟାଚ୍ ଜିତିବା ବହୁତ କଷ୍ଟକର। ଯେମିତି ଆଜି ଭାରତ ହାରିଗଲା 76 ରନ୍ର ବ୍ୟବଧାନରେ ସୁପରହିଟ୍ ମୁକାବିଲାରେ। ଏହି ପରାଜୟର ପ୍ରଭାବ ବହୁତ ବଡ଼ ଅଛି। ଏଣିକି ଭାରତର ନେଟ୍ ରନ୍ ରେଟ୍ -3 ହେଇଗଲା। ବାକି ଦୁଇଟା ଯାକ ସୁପରହିଟ୍ ମ୍ୟାଚ୍ରେ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ ଭାରତକୁ। ଆଗାମୀ ମ୍ୟାଚ୍ ଅଛି ଜିମ୍ବାୱେ ଆଉ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ। ତା ସହିତ ସାଉଥ୍ ଆଫ୍ରିକା, ୱେଷ୍ଟଇଣ୍ଡିଜ୍, ଜିମ୍ବାୱେ, ଏମାନଙ୍କ ମଧ୍ୟରୁ ଯଦି କୌଣସି ଦୁଇ ଦଳ ଦୁଇଟା ମ୍ୟାଚ୍ ଜିତିଯିବେ ନିଜର 3ଟା ସୁପରହିଟ୍ ମ୍ୟାଚ୍ରୁ, ତ ପଏଣ୍ଟସ୍ ଟେବୁଲରେ ଭାରତ 2ଟା ମ୍ୟାଚ୍ ଜିତିଲେ ବି ଭାରତ, ସାଉଥ୍ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ନହେଲେ ଜିମ୍ବାୱେ ଏମାନଙ୍କର ପଏଣ୍ଟ ହେଇଯିବ 4-4-4। ସେମିତିରେ ଯାହାର ନେଟ୍ ରନ୍ ରେଟ୍ ଅଧିକା ଥିବ ସେ ଦୁଇଟା ଦଳ ସେମିଫାଇନାଲରେ ପ୍ରବେଶ କରିବେ, ଆଉ ଭାରତ ହେଇପାରେ ନକ୍ଆଉଟ୍। ଭାରତ ଏ ପୁରା ଘାଣ୍ଟି ହେଇଯାଉଛି। ଦରକାର ପଡ଼ିଲେ ଅନ୍ୟ ଦଳ ଉପରେ ଏବେ ନିର୍ଭର ହେବାକୁ ପଡ଼ିବ। ସାଉଥ୍ ଆଫ୍ରିକାଠାରୁ ହାରିକି ନିଜ ପାଇଁ ଗାତ ଖୋଳିଛି ଭାରତ ଟିମ୍, ନା କ'ଣ କହୁଛନ୍ତି? ନିଶ୍ଚୟ ମନ୍ତବ୍ୟ କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।